ଏବଂ ଆଜ୍ଞା ଭଉଣୀ କୁହନ୍ତୁ, ରେଜିନା ଭଉଣୀ କୁହନ୍ତୁ। ଅମର ସାର୍ ଏବଂ ମଧୁସ୍ମିତା ଭଉଣୀଙ୍କୁ ଏତେ ସୁନ୍ଦର ଭାବରେ ଏଇ ଗ୍ରୁପକୁ ପରିଚାଳନା କରୁଛନ୍ତି। ଆଉ ଆମ୍ଭମାନଙ୍କୁ ସୁଯୋଗ ମଧ୍ୟ ଦେଉଛନ୍ତି ଯେ ଆମର ସାକ୍ଷ୍ୟ ପ୍ରାର୍ଥନା ସମସ୍ତ କିଛି ଆମେ ଉପସ୍ଥାପନ କରିପାରୁଛୁ ଆଉ କହିପାରୁଛୁ। ସେଥିପାଇଁ ମୁଁ ପ୍ରକୃତରେ କୃତଜ୍ଞ। ଏବଂ ମୋର ସାକ୍ଷ୍ୟ ଛୋଟ ବଡ଼ ମୋ ଜୀବନରେ ଅନେକ ଅଛି, କିନ୍ତୁ ମୁଁ ଆମ ଚର୍ଚ୍ଚରେ ସେରକମ ସୁଯୋଗ ନାହିଁ। ଆଉ ମୁଁ କାହାକୁ ହେଲେ କହିପାରେ ନାହିଁ। ଆଉ ମତେ ଏଇଠି ସାକ୍ଷ୍ୟ କହିକି ମତେ ଭଲ ଲାଗେ। ଆଉ ସେଥିପାଇଁ ଈଶ୍ୱରଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି ଏତେ ସୁନ୍ଦର ସୁଯୋଗ ପାଇଁ। ଆଉ ମୁଁ ଗୋଟେ ଛୋଟ ସାକ୍ଷ୍ୟ କହିବାକୁ ଯାଉଛି। ଆଉ ସେଇଟା ହଉଛି 3 ବର୍ଷ ଆଗର ସାକ୍ଷ୍ୟ। ଆଉ ଯେତେବେଳେ ମୁଁ ନୂଆ ନୂଆରେ ସ୍କୁଲରେ ଜଏନ୍ କରିଥିଲି, ସେତେବେଳେ ଏଇଟା ଆମ ସ୍କୁଲ ଛୋଟ ପିଲାମାନଙ୍କୁ ନର୍ସରୀ ଟୁ 4 ପର୍ଯ୍ୟନ୍ତ ଅଛି ଆମ ବିଲ୍ଡିଂରେ। ଆଉ ଅନ୍ୟ ବିଲ୍ଡିଂରେ ଉଚ୍ଚ କ୍ଲାସ ଅଛି। ଆଉ ଆମେ ଏଇଠି ମୁଁ ଯେତେବେଳେ ନୂଆରେ ଏଇଠି ଜଏନ୍ କଲି, ସେତେବେଳେ ନୂଆ ନୂଆରେ ଥିଲି। ସେତେବେଳେ ଗୋଟେ ପିଲା, ଛୋଟ ପିଲା, କେତେ ସୁନ୍ଦର ପିଲା, ସେ ସୁସ୍ଥ ସବଳ ସ୍କୁଲକୁ ଆସିଲା ସକାଳେ। ଆଉ ସ୍କୁଲକୁ ଆସି କିଛି କ୍ଷଣ ପରେ ତାର ହଠାତ୍ ଶରୀର ଖରାପ ଶୁରୁ ହେଲା। ସେ ତାପରେ ସମସ୍ତେ ପାଟିତୁଣ୍ଡ କଲେ, ସ୍ୱର କଲେ ଯେ ଶରୀର ଖରାପ ହଉଛି, ଗୋଟେ ପିଲାର ଶରୀର ଖରାପ ହଉଛି। ତାପରେ ତାଙ୍କ ବାପା ମା ହେଲେ ପିଲାକୁ ଛାଡିକି ଯାଇ ନଥିଲେ, ସେ ଗେଟ୍ ପାଖରେ ଠିଆ ହେଇକି ଅନ୍ୟମାନଙ୍କ ସଙ୍ଗେ କଥା ହଉଥିଲେ। ପିଲାମାନେ ପୋଷୁଥିଲେ, ସେତେବେଳେ ସ୍କୁଲ ଷ୍ଟାର୍ଟ ହେଇନଥିଲା। ତ ସେତେବେଳେ ହଠାତ୍ ପାଟିତୁଣ୍ଡ ହେଲେ ଏବଂ ତାଙ୍କ ବାପା ମା ମାନଙ୍କୁ ଡକା ହେଲା। ସେମାନେ ଆସିଲେ। ସେ ପିଲା ତାପରେ ପାଟିତୁଣ୍ଡ ଶୁଣିକି ସମସ୍ତେ ଧାଇଁ ଧାଇଁକି ଯାଇକି ଦେଖୁଛନ୍ତି। ଆଉ ମୁଁ ହେଲେ ଯାଇକି ଦେଖିଲି। ଆଉ ପିଲାଟାକୁ ଦେଖିକି ମତେ ଏତେ କଷ୍ଟ ଲାଗିଲା। ପିଲାଟାକୁ ଦେଖିକି ମୋର ମନେ ହେଲା ଯେ ସେ ଶ୍ୱାସ ପ୍ରଶ୍ୱାସରେ କଷ୍ଟ ହଉଛି। ତାପରେ ମୁଁ ସାଙ୍ଗେ ସାଙ୍ଗେ ଅନ୍ୟ ଆଡକୁ ଯାଇକି ମୁଁ ପ୍ରାର୍ଥନା କରିବାକୁ ଚେଷ୍ଟା କଲି, କିନ୍ତୁ ମୋ ମନରେ ଏତେ ଦୁଃଖ ଲାଗିଲା ଯେ ମୁଁ ୱାର୍ଡ ମଧ୍ୟ ପ୍ରକାଶ କରିପାରୁନଥିଲି। ଖାଲି କାନ୍ଦ ଆସୁଥିଲା। ତାପରେ କଷ୍ଟରେ ମୁଁ ଗୋଟିଏ ମାତ୍ର ୱାର୍ଡ ଉଚ୍ଚାରଣ କଲି, ପ୍ରଭୁ ଏଇ ଶିଶୁଟାକୁ ସୁସ୍ଥ କର। ତାପରେ ବାପା ମା ମାନେ ଶୀଘ୍ର ତାକୁ ବାହାର କଲେ ଗେଟ୍ ବାହାରେ। ଅନ୍ୟ ଜଣଙ୍କର ସେଇ ଗାର୍ଡିଆନ ଥିଲା, ପିଲାକୁ ଛାଡିବାକୁ ଆସିଥିଲା, ତାଙ୍କ ଗାଡି ପାଖରେ ଥିଲା। ତ ସେଇ ଗାଡିରେ ବସେଇକି ସେମାନେ ମେଡିକାଲ କଲେଜକୁ ଏମର୍ଜେନ୍ସିକୁ ନେବାକୁ ଯାଉଥିଲେ। ଆଉ ସେଇଟା ମାନେ ଗାଡିରୁ ଗଲେ 15ରୁ 10 ମିନିଟ, 10ରୁ 12 ମିନିଟ ଏମିତି ଲାଗିବ। ସକାଳେ ମାନେ ରାସ୍ତା ଫାଙ୍କା ଥାଏ। ତ ସେମାନେ ଗାଡିରେ ଯିବା ବେଳେ ପିଲାର ଅଧ ରାସ୍ତାରେ ବାନ୍ତି ହେଲା। ତାପରେ ଖୁବ କଷ୍ଟ ପାଉଥିଲା ପିଲାମାନେ, ମାନେ ଯିଏ ଦେଖିବେ ସିଏ ମାନେ କାନ୍ଦିବେ ଏମିତି। ଆଉ ସେ ଯେତେବେଳେ ବାନ୍ତି ହେଲା ଗାଡିରେ, ସେ ପିଲାଟା ହଠାତ୍ ସେଇଠି ସୁସ୍ଥ ହେଇଗଲା। ତାପରେ ତାକୁ ହେଲେ ବି ସେ ଏମର୍ଜେନ୍ସିକୁ ନେଇକି ଗଲେ। ତାପରେ ଡାକ୍ତର ଚେକ୍ କଲା, ତ ପିଲାଟା ସମ୍ପୂର୍ଣ୍ଣ ସୁସ୍ଥ। ସେ ସୁସ୍ଥ ଭାବେ ସ୍କୁଲକୁ ଆସିଥିଲା। ତାପରେ ବାନ୍ତି ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହିଁ ହେଲା। ତାପରେ ଡାକ୍ତର କିଛି ବୁଝି ପାରିଲେ ନାହିଁ କଣ ହେଇଥିଲା, ବାପା ମା କିଛି ବୁଝି ପାରିଲେ ନାହିଁ କଣ ହେଇଥିଲା। ତାପରେ ସିଧା ସେ ଡାକ୍ତର ଚେକ୍ କରିକି ଛାଡିଦେଲେ। ତାକୁ ପିଲାକୁ ଘରକୁ ନେଇକି ଗଲେ। ତାପରେ ସେ ପିଲାର ବେଗ ସ୍କୁଲରେ ଥିଲା। ଆଉ ତାଙ୍କ ପରିବାରରୁ ଜଣେ ଆସିକି ସେ ବେଗ ନେବାକୁ ଆସିଲେ। ତାପରେ ତାଙ୍କୁ ସ୍କୁଲର ଲୋକମାନେ ଆମେ ପଚାରିଲୁ ଯେ କଣ ହେଇଥିଲା ପିଲାର, ତ ସେ ଉତ୍ତର ଦେଲେ ନାଇଁ କିଛି ହେଲେ ଜାଣିପାରିଲୁ ନାହିଁ। ସେ ଯିବା ବେଳେ ରାସ୍ତାରେ ବାନ୍ତି କଲେ, ତାପରେ ସେ ସୁସ୍ଥ ହେଇଗଲେ। ଡାକ୍ତର ଚେକ୍ କଲେ, ହେଲେ ବଳିଲେ ଯେ ସୁସ୍ଥ ଅଛନ୍ତି। ତ ଆମେ କିଏ ହେଲେ ବୁଝିପାରିଲୁ ନାଇଁ ଯେ ସେଇଟା କଣ ହେଇଥିଲା। ତାପରେ ମୋ ମନରେ ଗୋଟେ ଅସନ୍ତୁଷ୍ଟ ଭାବ ଆସିଲା ଯେ ମୋର ମାନେ ଜାଣିବାକୁ ଇଚ୍ଛା ହେଲା ଯେ ପିଲାର କଣ ହେଇଥିଲା, ସେ କାହିଁକି ମାନେ ଏତେ ମାନେ କଷ୍ଟ ପାଉଥିଲା, ହଠାତ୍ ସୁସ୍ଥ ହେଲା। ତାପରେ ମୁଁ ସନ୍ଧ୍ୟା ବେଳେ ଆସିକି ପ୍ରାର୍ଥନା କଲି। ପବିତ୍ର ଆତ୍ମାଙ୍କୁ ମୁଁ ପଚାରିଲି, ପବିତ୍ର ଆତ୍ମା ତମେ ଯଦି ମୋର ପ୍ରାର୍ଥନା ଶୁଣିଛ ଆଉ ସେ ପିଲାକୁ ସୁସ୍ଥ କରିଛ, ତାହେଲେ ମତେ କୁହ ସେ ପିଲାର କଣ ହେଇଥିଲା। ତ ପବିତ୍ର ଆତ୍ମା ମୋ ଅନ୍ତରେ କହିଲେ ଯେ ତାଙ୍କର ଶ୍ୱାସନାଳୀରେ ମାନେ କିଛି ଅଟକି ଯାଇଥିଲା। ତ ସେ ବାନ୍ତିରୁ ସେଇଟା ବାହାରିକି ସେ ମାନେ ଠିକ ଭାବେ ନିଶ୍ୱାସ ପ୍ରଶ୍ୱାସ ନେଇ ପାରିଲେ, ତ ସୁସ୍ଥ ହେଇଗଲା। ହଁ, ତାପରେ ସେଇଟା
ମୁଁ ନୂଆରେ ଥିଲି ଆସିକି ଆଉ କାହାକୁ ହେଲେ କହିପାରିଲି ନାହିଁ ମୋ ମନରେ ରଖିଥିଲି ଏବଂ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥିଲି ଆଉ ଈଶ୍ୱର ଆମ୍ଭମାନଙ୍କୁ କହିଛନ୍ତି ଆମ୍ଭେମାନେ ଜଗତର ଜ୍ୟୋତି ଜଗତର ଆମେମାନେ ମାନେ ଲବଣ ଆମେ ଲୋକମାନଙ୍କର ଜୀବନରେ ମାନେ ସ୍ୱାଦ ଦେଇଥାଉ ଆଲୋକ ଦେଇଥାଉ ତ ସେଇ ଭାବେ ଈଶ୍ୱର ଆମ୍ଭମାନଙ୍କୁ ସମସ୍ତଙ୍କୁ ବ୍ୟବହାର କରିଥାନ୍ତି ସେଥିପାଇଁ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଲି ଯେ ପିଲାଟା ସୁସ୍ଥ ହେଲା ପ୍ରଭୁ ମୋ ପ୍ରାର୍ଥନା ଶୁଣିଲେ ସେଥିପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଲି ଏଇଟା ହିଁ ମୋର ଛୋଟ ସାକ୍ଷ୍ୟ ଈଶ୍ୱର ଏ ସାକ୍ଷ୍ୟতে ଗୌରବିତ ହୁଅନ୍ତୁ ଏବଂ ଆମେ ସମସ୍ତେ ମଧ୍ୟ ଆଶୀର୍ବାଦ ହଉ ଆମେନ୍। Thank you, Regina sister. ଥରେ ଆମେ ପ୍ରାର୍ଥନା କରିଥାଉ ପ୍ରଭୁ ଉତ୍ତର ଦିଅନ୍ତି ଥରେ ମନରେ ପ୍ରାର୍ଥନା କରିଥାଉ ପ୍ରଭୁ ଉତ୍ତର ଦିଅନ୍ତି ଥରେ ଚିନ୍ତା କରିଥାଉ ଯେ ପ୍ରଭୁ ତା ପ୍ରତି ଟିକେ ଅନୁଗ୍ରହ କର ତାର ବି ଉତ୍ତର ପ୍ରଭୁ ଦେଇଥାନ୍ତି ଏଇ ଯୋଉ ରିସେପସନ ସେଥିପାଇଁ ଦରକାର ଗୋଟେ ସେନ୍ସିଟିଭ ହାର୍ଟ ଆଉ ସିଷ୍ଟର ପଚାରୁଛନ୍ତି ପବିତ୍ର ଆତ୍ମାଙ୍କୁ ଯେ ପବିତ୍ର ଆତ୍ମା ମତେ ଜଣାଅ ଛୋଟ ବଡ ଯୋଉ ବି ବିଷୟ ଆମ ଜୀବନରେ ଆସେ ସେଇ ସମୟରେ ଆମେ ଅଧିକରୁ ଅଧିକ ପବିତ୍ର ଆତ୍ମାଙ୍କ ଉପରେ ନିର୍ଭରଶୀଳ ହବା ତାଠୁ ଆଉ ବଢି ଭଲ ବିଷୟ କଣ ଅଛି ସୁନ୍ଦର ସାକ୍ଷ୍ୟ ସିଷ୍ଟର ଆମେ ସମସ୍ତେ ଆଶୀର୍ବାଦ ପାଇଛୁ ଉତ୍ସାହିତ ହେଇଛୁ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଏଇଭଳି ଛୋଟ ଛୋଟ ସାକ୍ଷ୍ୟ ଆମ ପ୍ରତ୍ୟେକଙ୍କ ଜୀବନରେ କିଛି ନା କିଛି ଅଛି ଆଉ ଯେତେବେଳେ ଆମେ ସୁଯୋଗ ପାଉଛୁ ମାନେ ଅନ୍ୟମାନଙ୍କ ସାଙ୍ଗରେ ବାଣ୍ଟିବା ଯାହା ଫଳରେ ପ୍ରଭୁ ଗୌରବାନ୍ୱିତ ହେବେ ମହିମାନ୍ୱିତ ହେବେ ଥ୍ୟାଙ୍କ ୟୁ ସିଷ୍ଟର ଗଡ୍ ବ୍ଲେସ୍ ୟୁ। Thank you.